ଦେଖନ୍ତୁ ସରକାର ଯଦି ଠିକ୍ ଚାଲେ ଅଫିସର ମାନେ ବି ଠିକ୍ ଚଲେଇବେ। ଆମର ଲବାଙ୍ଗ ଆମ ପାଖରେ ଅଛି, ଲବାଙ୍ଗ ଆମେ ଧରିବୁ, ଲବାଙ୍ଗ ଧରିଲେ ହଁ ତାପରେ ଘୋଡ଼ା ଠିକ୍ ହିସାବରେ ଯିବ। ସେହି ପ୍ରକାର ଯେଉଁ ପ୍ରଶାସନିକ ସହଯୋଗ ରହିବ ନାହିଁ, ଯେଉଁ ଆପଣମାନଙ୍କ ମନରେ ସନ୍ଦେହ ଅଛି ସେ ସନ୍ଦେହ ଆପଣ ଦୂର କରିଦିଅନ୍ତୁ। ସରକାର ଆମର ଗୋଟେ ନିଷ୍ପତ୍ତି ନେଉଛି, ଓଡ଼ିଶାର ଜନସାଧାରଣ ନିଷ୍ପତ୍ତି ନେଇଛି, ଆଉ ସେ ନିଷ୍ପତ୍ତିକୁ ଆମେ ପାଳନ ହିଁ କରିବୁ। ସେହି ଦୃଷ୍ଟିରୁ ସେଠାରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବ ନାହିଁ। ଏ ପ୍ରକାର ବିଷୟ କାଲି କ୍ୟାବିନେଟ୍ ବି ଆଲୋଚନା ହେଇଛି, ତାକୁ ଚିଫ୍ ସେକ୍ରେଟାରୀ ଆମର ପ୍ଲାନିଂ ବୋର୍ଡର ଅଧ୍ୟକ୍ଷ ସମସ୍ତଙ୍କର ବି ସେଇଟା ଅନୁମୋଦନ ବି ହେଇଛି। ସେ ଅଫିସର ମାନଙ୍କର ମନମାନି କେଉଁଠି ରହିବ? ଯଦି କ୍ୟାବିନେଟ୍ ଠିକ୍ ଚାଲିଲା, ମନ୍ତ୍ରୀମାନେ ଠିକ୍ ରହିଲେ, ଲୋକଙ୍କର ଆସ୍ଥା ଯଦି ଠିକ୍ ରହିଲା, ତାହେଲେ ସବୁ ଠିକ୍ ଚାଲିବ। ଏ ବିଶ୍ୱାସ ରଖନ୍ତୁ। ଏ ବିଶ୍ୱାସକୁ ଆଧାର କରିକିନା ଓଡ଼ିଶାର ଜନସାଧାରଣ ମତଦାନ ଦେଇଛନ୍ତି। ସେ ଦୃଷ୍ଟିରୁ ଆମେ ଆଗାମୀ ଦିନକୁ ଅପେକ୍ଷା କରିବା। ନିଶ୍ଚିତ ଭାବରେ ମାନେ ଆବସଲ୍ୟୁଟ୍ ଗଭର୍ଣ୍ଣମେଣ୍ଟ ଆମର ହେଇଛି, ଭାରତୀୟ ଜନତା ପାର୍ଟିର ଜନତା ନିର୍ବାଚିତ କରି ପଠାଇଛନ୍ତି। ସେହି ଦୃଷ୍ଟିରୁ ତାଙ୍କୁ କାମ କରିବାର ଅଛି, ଆମେ କାମ କରାଇବାର ଅଛି। ନିଶ୍ଚିତ ଭାବରେ ଦୁହେଁ ପରିପୂରକ, ସେହି ହିସାବରେ ଆମେ କାମ କରିବୁ ଓଡ଼ିଶାର।